ତୁଳା ରାଶିର ମାସିକ ରାଶିଫଳ ଉପରେ ଆଲୋଚନା କରିବା। ତୁଳା ରାଶି ବ୍ୟକ୍ତିବିଶେଷଙ୍କର ଫେବୃଆରୀ ମାସଟି କିପରି ରହିବ, ସମ୍ପୂର୍ଣ୍ଣ ଭାବରେ ଆମେ ସେହି ବିଷୟରେ ଆଲୋଚନା କରିବା। ସେମାନଙ୍କର ସ୍ୱାସ୍ଥ୍ୟ, ଶିକ୍ଷା, ପ୍ରେମ ସମ୍ପର୍କ, ବୈବାହିକ ଜୀବନ, ଭାଗ୍ୟ, କ୍ୟାରିୟର ଏବଂ ବେପାର ବାଣିଜ୍ୟ ଉପରେ ବିସ୍ତାର ଭାବରେ ଆଲୋଚନା କରିବା। ନବଗ୍ରହଙ୍କର ସ୍ଥିତି ମଧ୍ୟ ଦେଖିବା। ନବଗ୍ରହ କି ପ୍ରକାରର ଫଳ ଦେବାରେ ସକ୍ଷମ ହେବେ। ଶେଷରେ ଅଶୁଭତ୍ୱ ପ୍ରଦାନ କରୁଥିବା ଗ୍ରହମାନଙ୍କ ପାଇଁ କିଛି ବିଶେଷ ପ୍ରତିକାର ମଧ୍ୟ ଜାଣିବା। ସେଥିପାଇଁ ଭିଡ଼ିଓଟିକୁ ଶେଷ ପର୍ଯ୍ୟନ୍ତ ଦେଖନ୍ତୁ। ଚାଲନ୍ତୁ ଆରମ୍ଭ କରିବା ଏହି କାର୍ଯ୍ୟକ୍ରମ, ଯାହାକି ଜନ୍ମ ରାଶି ଚନ୍ଦ୍ର ରାଶି ଉପରେ ଆଧାରିତ। ଫେବୃଆରୀ ମାସ ଆରମ୍ଭରେ ତୁଳା ରାଶିରେ ନବଗ୍ରହଙ୍କର ସ୍ଥିତି ବିଷୟରେ ସର୍ବପ୍ରଥମେ ଜାଣିବା। ଏହା ପୂର୍ବରୁ ଯଦି ଆପଣଙ୍କର ତୁଳା ରାଶି ହୋଇଥାଏ ଏବଂ ଆପଣ ବି ଈଶ୍ୱରଙ୍କୁ ସଚ୍ଚା ହୃଦୟରୁ ଭକ୍ତି କରନ୍ତି, ବିଶ୍ୱାସ କରନ୍ତି, ତେବେ ଏହି ଭିଡ଼ିଓଟିକୁ ଲାଇକ୍ କରି କମେଣ୍ଟ ବକ୍ସରେ ଜୟ ମା ଲକ୍ଷ୍ମୀ, ଜୟ ଶନିଦେବ ଅବଶ୍ୟ ଲେଖିଦିଅନ୍ତୁ। ତା ସର୍ବପ୍ରଥମେ ଜାଣିବା ଏହି ଫେବୃଆରୀ ମାସରେ ତୁଳା ରାଶିରେ ନବଗ୍ରହଙ୍କର ସ୍ଥିତି କିପରି ରହିବ। ଯେବେ ଫେବୃଆରୀ ମାସ ଆରମ୍ଭ ହେବ ତ ତୁଳା ରାଶିରେ ନବଗ୍ରହଙ୍କର ସ୍ଥିତି କିଛି ଏହି ପ୍ରକାର ରହିବ, ଯେମିତି ଆପଣ ସ୍କ୍ରିନ୍ରେ ଦେଖୁଛନ୍ତି। ବନ୍ଧୁଗଣ, ରାଶିଚକ୍ରର ସପ୍ତମ ରାଶି ହେଉଛି ତୁଳା ରାଶି ଏବଂ ଆପଣଙ୍କ ରାଶିର ଅଧିପତି ହେଉଛନ୍ତି ଶୁକ୍ରଦେବ ଏବଂ ଶୁକ୍ର ଆପଣଙ୍କର ଷଷ୍ଠ ଭାବରେ ବିରାଜମାନ ଅଛନ୍ତି ଏବଂ ତାଙ୍କ ସହିତ ରାହୁ ବିରାଜମାନ ଅଛନ୍ତି। ଆପଣଙ୍କର ଚତୁର୍ଥ ଭାବରେ ସୂର୍ଯ୍ୟ ଏବଂ ବୁଧ ବିରାଜମାନ ଅଛନ୍ତି। ଆପଣଙ୍କର ପଞ୍ଚମରେ ଶନି ବିରାଜମାନ ଅଛନ୍ତି। ଅଷ୍ଟମରେ ଦେବଗୁରୁ ବୃହସ୍ପତି, ନବମ ଭାବରେ ମଙ୍ଗଳ ବିରାଜମାନ ଅଛନ୍ତି ଏବଂ ଆପଣଙ୍କର ଦ୍ୱାଦଶ ଭାବରେ କେତୁ ବିରାଜମାନ ଅଛନ୍ତି। ଧ୍ୟାନ ଦେଇ ଶୁଣନ୍ତୁ। ସବୁଠୁ ପ୍ରଥମେ ଜାଣିବା ଆପଣଙ୍କର ସ୍ୱାସ୍ଥ୍ୟ କିପରି ରହିବ ଏହି ଫେବୃଆରୀ ମାସ 2025ରେ। ବନ୍ଧୁଗଣ, ପ୍ରଥମ ଭାବ ହୋଇଥାଏ ଆପଣଙ୍କର ସ୍ୱାସ୍ଥ୍ୟର ଭାବ ଏବଂ ପ୍ରଥମ ଭାବର ଅଧିପତି ହେଉଛନ୍ତି ଶୁକ୍ର ଏବଂ ଶୁକ୍ର ଆପଣଙ୍କର ଷଷ୍ଠ ଭାବରେ ବିରାଜମାନ ଅଛନ୍ତି। ଦେଖନ୍ତୁ, ଏହି ମାସରେ ଶୁକ୍ର ଆପଣଙ୍କର ଉଚ୍ଚସ୍ଥ ଅବସ୍ଥାରେ ଅଛନ୍ତି, ଯିଏକି ଆପଣଙ୍କର ରାଶିର ଅଧିପତି ଅଟନ୍ତି। ଏହି ମାସରେ ଆପଣଙ୍କର ସ୍ୱାସ୍ଥ୍ୟ ବହୁତ ଭଲ ରହିବ। ଆପଣ ସ୍ୱାସ୍ଥ୍ୟବାନ ଅନୁଭବ କରିବେ। କିନ୍ତୁ ବୃହସ୍ପତି ଆପଣଙ୍କର ଅଷ୍ଟମ ଭାବରେ ଗୋଚର କରୁଥିବାରୁ ସମୟ ସମୟରେ ଆପଣଙ୍କର ପେଟ ଜନିତ ସମସ୍ୟା, ଗ୍ୟାସ୍ ଭଳି ସମସ୍ୟା କିଛି ଦେଖାଦେଇପାରେ। ଆପଣଙ୍କର ଟିକେ ମୋଟାପଣ ଭଳି ସମସ୍ୟା ଦେଖାଦେଇପାରେ। ସେଥିପାଇଁ ଆପଣ ଆପଣଙ୍କର ଖାଦ୍ୟପେୟ ଉପରେ ଟିକେ ନିୟନ୍ତ୍ରଣ ରକ୍ଷା କରନ୍ତୁ। ନହେଲେ ଏହି ମାସରେ ଆପଣଙ୍କର ସ୍ୱାସ୍ଥ୍ୟ ବହୁତ ଭଲ ଅଛି। ଆପଣ ଏହି ମାସରେ କୌଣସି ବାହାର ସ୍ଥାନକୁ, ଦୂର ସ୍ଥାନକୁ ଯାତ୍ରା କରିପାରନ୍ତି, ତ ଆପଣ ଖାଦ୍ୟପେୟ ଉପରେ ବିଶେଷ ଧ୍ୟାନ ଦେବେ। ଏବେ ଜାଣିବା ଆପଣଙ୍କର ଶିକ୍ଷା କ୍ଷେତ୍ର କିପରି ରହିବ ଏହି ଫେବୃଆରୀ ମାସ 2025ରେ। ବନ୍ଧୁଗଣ, ପଞ୍ଚମ ଭାବ ହୋଇଥାଏ ଆପଣଙ୍କର ଶିକ୍ଷା କ୍ଷେତ୍ରର ଭାବ ଏବଂ ପଞ୍ଚମ ଭାବର ଅଧିପତି ଶନିଦେବ ପଞ୍ଚମ ଭାବରେ ହିଁ ବିରାଜମାନ ଅଛନ୍ତି ଏବଂ ବହୁତ ବଳବାନ ଅବସ୍ଥାରେ ଅଛନ୍ତି। ଦେଖନ୍ତୁ, କୌଣସି ବି ଗ୍ରହ ନିଜ ଘରକୁ ଖରାପ କରିନଥାଏ। ଶନିଦେବ ଏଠାରେ ଆପଣଙ୍କର ପଞ୍ଚମ ଭାବକୁ ମଜବୁତ ବନାଉଛନ୍ତି, ଆପଣଙ୍କର ପାଠପଢ଼ାକୁ ମଜବୁତ ବନାଉଛନ୍ତି। ଆପଣ ଏହି ମାସରେ ପାଠପଢ଼ାରେ ବହୁତ ଅଧିକ ଉନ୍ନତି କରିବେ। ସମସ୍ତ କାର୍ଯ୍ୟ ପାଠପଢ଼ାକୁ ନେଇ ଯଦି ଆପଣ କୌଣସି ବଡ଼ ଡିସିସନ୍ ନେବାକୁ ଚାହୁଁଛନ୍ତି, ତାହେଲେ ନିଶ୍ଚୟ ନେଇପାରିବେ। କୌଣସି ନୂତନ ସ୍ଥାନରେ ଆଡ଼ମିସନ୍ କରିପାରିବେ, କୌଣସି ଫର୍ମ ଫିଲ୍ଅପ୍ କରିପାରିବେ। 10-11 ଫେବୃଆରୀ ପରେ ବୁଧ ଏବଂ ସୂର୍ଯ୍ୟ ମଧ୍ୟ ଆପଣଙ୍କର ପଞ୍ଚମ ଭାବକୁ ଗୋଚର କରିବେ ଏବଂ ବୁଧାଦିତ୍ୟ ରାଜଯୋଗର ନିର୍ମାଣ କରିବେ। ଆପଣଙ୍କର ଯଦି କୌଣସି ଏକ୍ଜାମ୍ ଅଛି, ସେଥିରେ ଆପଣ ନିଶ୍ଚିନ୍ତ ଭାବରେ ଉତ୍ତୀର୍ଣ୍ଣ କରିବେ। କମ୍ପିଟେଟିଭ୍ ଏକ୍ଜାମ୍, ପ୍ରତିଯୋଗିତାମୂଳକ ପରୀକ୍ଷାରେ ଆପଣ ନିଶ୍ଚିନ୍ତ ଭାବରେ ସଫଳତା ପ୍ରାପ୍ତି କରିବେ। ପଢ଼ା ସ୍ଥାନରେ ଆପଣଙ୍କୁ ସମ୍ମାନିତ କରାଯାଇପାରେ। ଏହି ମାସରେ ଆପଣଙ୍କର ପାଠପଢ଼ାର ସ୍ଥିତି ବହୁତ ଭଲ ଅଛି। ଏବେ ଜାଣିବା ଆପଣଙ୍କର ପ୍ରେମ ଜୀବନ କିପରି ରହିବ ଏହି ଫେବୃଆରୀ ମାସ 2025ରେ। ବନ୍ଧୁଗଣ, ପଞ୍ଚମ ଭାବ ହିଁ ହୋଇଥାଏ ଆପଣଙ୍କର ପ୍ରେମ ଜୀବନର ଭାବ, ଶିକ୍ଷାର ଭାବ ଏବଂ ସନ୍ତାନର ଭାବ ମଧ୍ୟ ହୋଇଥାଏ। ଯେମିତିକି ମୁଁ ଆପଣଙ୍କୁ କହିଲି, ପଞ୍ଚମ ଭାବର ଅଧିପତି ଶନିଦେବ ନିଜ ଘରେ ବହୁତ ବଳବାନ ଅବସ୍ଥାରେ ଅଛନ୍ତି ଏବଂ ଶୁକ୍ର ମଧ୍ୟ ଏହି ମାସରେ ଉଚ୍ଚସ୍ଥ ଅବସ୍ଥାରେ ଅଛନ୍ତି। ଦେଖନ୍ତୁ, ଏହି ମାସରେ ଆପଣଙ୍କର ପ୍ରେମ ଜୀବନ ବହୁତ ଭଲ ଅଛି, କିନ୍ତୁ ଶୁକ୍ରଙ୍କ ସହିତ ରାହୁ ଥିବାରୁ ଆପଣଙ୍କ ଭିତରେ ଟିକେ ଡାଉଟ୍ ଆସିପାରେ। ଆପଣଙ୍କର ପାର୍ଟନରଙ୍କ ପ୍ରତି ଆପଣ ଡାଉଟ୍ କରିପାରନ୍ତି, ଯାହାଫଳରେ ପ୍ରେମ ଜୀବନରେ ଟିକେ ସମସ୍ୟା ଦେଖାଦେଇପାରେ। ନହେଲେ ଏହି ମାସରେ ଭ୍ରମଣ ସୁଖ ଆପଣଙ୍କୁ ପ୍ରାପ୍ତି ହେବ। ଆପଣ ଆପଣଙ୍କର ପାର୍ଟନରଙ୍କ ସହିତ କୌଣସି ଦୂର ସ୍ଥାନକୁ ଯାତ୍ରା କରିପାରନ୍ତି। ଯେଉଁମାନଙ୍କର କଥାବାର୍ତ୍ତା ବନ୍ଦ ହୋଇଯାଇଥିଲା, ବ୍ରେକଅପ୍ ଆଦି ହୋଇଯାଇଥିଲା, ସେମାନଙ୍କର ପୁଣି ଥରେ କଥାବାର୍ତ୍ତା ହୋଇପାରେ।
ପ୍ୟାଚଅପ୍ ହେବାର ମଧ୍ୟ ସମ୍ଭାବନା ବନୁଅଛି। ଏବେ କଥା ହେବା ଆପଣଙ୍କର ବୈବାହିକ ଜୀବନ ବିଷୟରେ। ବନ୍ଧୁଗଣ, ସପ୍ତମ ଭାବ ହୋଇଥାଏ ଆପଣଙ୍କର ବୈବାହିକ ଜୀବନର ଭାବ ଏବଂ ସପ୍ତମ ଭାବର ଅଧିପତି ହେଉଛନ୍ତି ମଙ୍ଗଳ ଏବଂ ମଙ୍ଗଳ ଆପଣଙ୍କର ଭାଗ୍ୟ ଭାବରେ ନବମ ଭାବରେ ବିରାଜମାନ ଅଛନ୍ତି। ଏହି ମାସରେ ଆପଣଙ୍କର ବୈବାହିକ ଜୀବନ ବହୁତ ଭଲ ରହିବ, କାହିଁକିନା ସମସ୍ତ ଗ୍ରହମାନଙ୍କର ସ୍ଥିତି ବହୁତ ଭଲ ଅଛି। ଖାସ୍ କରି ମଙ୍ଗଳ ଭାଗ୍ୟ ଭାବରେ ଥିବାରୁ ଆପଣଙ୍କର ଲାଇଫ୍ ପାର୍ଟନରଙ୍କର କ୍ୟାରିୟରରେ ଗ୍ରୋଥ୍ ଆସିବ, ତାଙ୍କର ଭାଗ୍ୟରେ ଗ୍ରୋଥ୍ ଆସିବ। ଆପଣଙ୍କର ବୈବାହିକ ଜୀବନ ସୁଖମୟ ବ୍ୟତୀତ ହେବ। ଆପଣ ଦୁଇ ଜଣ ମିଶି କିଛି ଫ୍ୟାମିଲି ପ୍ଲାନିଂ କରିପାରନ୍ତି, ଧାର୍ମିକ ସ୍ଥାନକୁ ବୁଲିବାକୁ ଯାଇପାରନ୍ତି। ଏବେ କଥା ହେବା ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ବିଷୟବସ୍ତୁ, ଯାହାକି ଆପଣଙ୍କର ଭାଗ୍ୟ, କ୍ୟାରିୟର ଏବଂ ବେପାର ବାଣିଜ୍ୟ କିପରି ରହିବ ଏହି ଫେବୃଆରୀ ମାସ 2025ରେ। ବନ୍ଧୁଗଣ, ନବମ ଭାବ ହୋଇଥାଏ ଆପଣଙ୍କର ଭାଗ୍ୟର ଭାବ, ଦଶମ ଭାବ ହୋଇଥାଏ ଆପଣଙ୍କର କ୍ୟାରିୟରର ଭାବ। ନବମ ଭାବର ଅଧିପତି ହେଉଛନ୍ତି ବୁଧ। ବୁଧ ବର୍ତ୍ତମାନ ଆପଣଙ୍କର ଚତୁର୍ଥରେ ଅଛନ୍ତି, କିନ୍ତୁ 11 ଫେବୃଆରୀ ପରେ ଆପଣଙ୍କର ପଞ୍ଚମ ଭାବକୁ ଚଳନ କରିବେ, ତ୍ରିକୋଣକୁ ଲକ୍ଷ୍ମୀ ଭାବକୁ ଚଳନ କରିବେ। ଏହି ମାସରେ ଆପଣଙ୍କର ଭାଗ୍ୟ ସର୍ବଶ୍ରେଷ୍ଠ ରହିବ। ସମସ୍ତ କ୍ଷେତ୍ରରେ ଭାଗ୍ୟ ଆପଣଙ୍କର ସାଥ ଦେବ। ଆପଣଙ୍କୁ କମ୍ ପରିଶ୍ରମରେ ଅଧିକ ସଫଳତା ପ୍ରାପ୍ତି ହେବ। ଏହି ମାସ ଏମିତି ଏକ ମାସ ଅଟେ, ଆପଣ ଏହି ମାସରେ ଯାହା ଇଚ୍ଛା କରିବେ ତାହା ପ୍ରାପ୍ତି କରିପାରିବେ, କାହିଁକିନା ଭାଗ୍ୟ ଆପଣଙ୍କର ପୂର୍ଣ୍ଣ ମାତ୍ରାରେ ସାଥ ଦେବ। ଆପଣ କୌଣସି ବଡ଼ ଇନଭେଷ୍ଟମେଣ୍ଟ କରିପାରନ୍ତି, ବଡ଼ କାର୍ଯ୍ୟର ଆରମ୍ଭ କରିପାରନ୍ତି, କୌଣସି ଧାର୍ମିକ ସ୍ଥାନକୁ ଯାତ୍ରା କରିପାରନ୍ତି। ଆପଣଙ୍କର ଗୃହରେ କୌଣସି ଶୁଭ ମାଙ୍ଗଳିକ କାର୍ଯ୍ୟର ଆୟୋଜନ ମଧ୍ୟ ହୋଇପାରେ। ସେୟାର ମାର୍କେଟ, ଷ୍ଟକ୍ ମାର୍କେଟ ଏବଂ ଟ୍ରେଡିଂରେ କାମ କରୁଥିବା ଲୋକମାନଙ୍କୁ ଆକସ୍ମିକ ଧନ ମଧ୍ୟ ପ୍ରାପ୍ତି ହେବ। ତ ମୋଟାମୋଟି ଦେଖିବାକୁ ଗଲେ ଏହି ମାସରେ ଆପଣଙ୍କର ଭାଗ୍ୟ ବହୁତ ଭଲ ଅଛି। ଆପଣ କୌଣସି ଗାଡ଼ି ମୋଟର, ପ୍ରପର୍ଟି କିମ୍ବା ନୂତନ ଗୃହ ଇତ୍ୟାଦି ନିର୍ମାଣ କରିପାରନ୍ତି। କ୍ୟାରିୟରର କଥା ହେବା ଯଦି, ଦଶମ ଭାବ ହୋଇଥାଏ କ୍ୟାରିୟରର ଭାବ ଏବଂ ଦଶମ ଭାବର ଅଧିପତି ହେଉଛନ୍ତି ଚନ୍ଦ୍ରମା, ଯିଏକି ପ୍ରତି 2 ଦିନରେ ଥରେ ରାଶି ପରିବର୍ତ୍ତନ କରିଥାନ୍ତି। ଦେଖନ୍ତୁ, ସୂର୍ଯ୍ୟ ଏବଂ ବୁଧ ଆପଣଙ୍କର ଚତୁର୍ଥ ଭାବରେ ରହି ଆପଣଙ୍କର ଦଶମ ଭାବକୁ ଦେଖୁଛନ୍ତି ତାଙ୍କର ସପ୍ତମ ଦୃଷ୍ଟିରେ। ଏହି ମାସରେ ଆପଣଙ୍କର କ୍ୟାରିୟର ବହୁତ ଭଲ ରହିବ। କର୍ମକ୍ଷେତ୍ରରେ ଆପଣଙ୍କୁ ସମ୍ମାନିତ କରାଯାଇପାରେ। ସରକାରୀ କ୍ଷେତ୍ରରେ ଆପଣଙ୍କୁ ଲାଭ ପ୍ରାପ୍ତି ହେବ। ଆପଣଙ୍କ ପାଖକୁ ଅନେକ ଗୁଡ଼ିଏ ଅପରଚ୍ୟୁନିଟି ଆସିବ, ନୂଆ କାମ ଆସିବ। ଆପଣ ସମସ୍ତ କାର୍ଯ୍ୟକୁ ବହୁତ ସୁରୁଖୁରୁରେ କରିପାରିବେ। ଉପର ଅଫିସରଙ୍କର ସପୋର୍ଟ ଆପଣଙ୍କୁ ପ୍ରାପ୍ତି ହେବ। ଆପଣଙ୍କର କର୍ମ ପାଇଁ ଆପଣଙ୍କୁ ସମାଜରେ ସମ୍ମାନିତ କରାଯିବ। ଯେଉଁମାନେ ବେରୋଜଗାରୀ ଅଛନ୍ତି, ଯେଉଁମାନଙ୍କ ପାଖରେ କୌଣସି ଚାକିରି ବାକିରି ନାହିଁ, ତ ସେମାନଙ୍କୁ ଏହି ମାସରେ ଚାକିରି ମିଳିବାର ବହୁତ ଅଧିକ ସମ୍ଭାବନା ରହୁଅଛି। ଆପଣ ଚେଷ୍ଟା ଜାରି ରଖନ୍ତୁ। କୌଣସି MNC କମ୍ପାନୀରୁ ଜବ୍ ଅଫର୍ ମଧ୍ୟ ଆସିପାରେ। ଟ୍ରାନ୍ସଫର ହେବାର ମଧ୍ୟ ଯୋଗ ବନୁଅଛି ଏବଂ ଯେଉଁମାନେ ବି ଚାକିରି କରିଛନ୍ତି ସେମାନଙ୍କର ପ୍ରମୋସନ୍ ହେବାର ମଧ୍ୟ ଯୋଗ ବନୁଅଛି। ବ୍ୟାପାର ବାଣିଜ୍ୟର କଥା ହେବା ଯଦି, ସପ୍ତମ ଭାବ ହୋଇଥାଏ ବ୍ୟାପାର ବାଣିଜ୍ୟର ଭାବ ଏବଂ ସପ୍ତମ ଭାବର ଅଧିପତି ମଙ୍ଗଳ ଆପଣଙ୍କର ଭାଗ୍ୟ ଭାବରେ ବିରାଜମାନ ଅଛନ୍ତି। ଏହି ମାସରେ ସମସ୍ତ ଗ୍ରହମାନଙ୍କର ସ୍ଥିତି ବହୁତ ଭଲ ଅଛି। ମଙ୍ଗଳ ଭାଗ୍ୟ ଭାବରେ ଅଛନ୍ତି। ଆପଣ ଏହି ମାସରେ ଆପଣଙ୍କର ବ୍ୟାପାରକୁ ବଢ଼େଇ ପାରନ୍ତି, କୌଣସି ନୂତନ ବ୍ୟାପାର ମଧ୍ୟ ଆରମ୍ଭ କରିପାରନ୍ତି। ବ୍ୟାପାର ବାଣିଜ୍ୟରେ ଆପଣ ବହୁତ ଅଧିକ ଉନ୍ନତି କରିବେ। ଆପଣଙ୍କର ଡେଲି ଇନକମ୍ରେ ବୃଦ୍ଧି ଆସିବ, ଆପଣଙ୍କର ରୋଜଗାରରେ ବୃଦ୍ଧି ଆସିବ, ଆପଣଙ୍କର ଗ୍ରାହକ ବଢ଼ିପାରନ୍ତି। ଆପଣ କିଛି ନୂଆ କରିବାକୁ ଚେଷ୍ଟା କରନ୍ତୁ, ନିଶ୍ଚିନ୍ତ ଭାବରେ ସଫଳତା ପ୍ରାପ୍ତି ହେବ। ଏହି ମାସରେ ଆପଣଙ୍କର ବ୍ୟାଙ୍କ ବାଲାନ୍ସ ବଢ଼ିପାରେ, ଆପଣଙ୍କର ଆୟ ଅଧିକ ରହିବ, ଆପଣ ପଇସା କିଛି ସଞ୍ଚୟ କରିପାରିବେ। ଏବେ ଜାଣିବା କିଛି ଉପାୟ ବିଷୟରେ, ଯାହାକୁ କରିବା ଦ୍ୱାରା ଏହି ମାସରେ ଯାହା ବି କିଛି ସମସ୍ୟା ରହୁଅଛି ତାହା ଦୂର ହୋଇପାରିବ। ଏହି ମାସରେ ଆପଣଙ୍କୁ କୌଣସି ବି ଉପାୟ କରିବାର ଆବଶ୍ୟକତା ନାହିଁ। ଅଧିକ ଶୁଭଫଳ ପ୍ରାପ୍ତି କରିବା ପାଇଁ ଆପଣ ପ୍ରତ୍ୟେକ ଦିନ ହନୁମାନ ଚାଳିଶାର ପାଠ କରନ୍ତୁ ଏବଂ ପ୍ରତ୍ୟେକ ଦିନ ସୂର୍ଯ୍ୟଙ୍କୁ ଜଳାର୍ଘ୍ୟ ଅର୍ପଣ କରନ୍ତୁ ଏବଂ ଶୁକ୍ରଙ୍କର ବୀଜମନ୍ତ୍ରର ଜପ ଅବଶ୍ୟ କରନ୍ତୁ। ଓମ୍ ଦ୍ରାଂ ଦ୍ରିଂ ଦ୍ରୌଂ ସହ ଶୁକ୍ରାୟ ନମଃ 108 ଥର ପ୍ରତ୍ୟେକ ଦିନ ଜପ କରନ୍ତୁ। ଶୁଭଫଳ ପ୍ରାପ୍ତି ହେବା ସହିତ ଆପଣଙ୍କର ଭାଗ୍ୟରେ ଉନ୍ନତି ଆସିବ। ଧନ୍ୟବାଦ।